ଓଡ଼ିଶାବାସୀ ମୋର ସାଦର ପ୍ରଣାମ। ମୁଁ ହେଉଛି ଧୀରେନ୍ଦ୍ର ବେହେରା। ମୋର ଚ୍ୟାନେଲ୍ ହେଉଛି ଧୀରେନ୍ଦ୍ର ଭକ୍ତି ସୁଧା। ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆଜିର ଶୀର୍ଷକ ମୁଁ ରଖିଛି ରକ୍ଷାବନ୍ଧନର ଅୟ ଆରମ୍ଭ। ଏ ହେଉଛି ସତ୍ୟଯୁଗର ବରିଷ୍ଠ କାହାଣୀ। ସତ୍ୟଯୁଗରେ ବାମନ ଅବତାର ଠାକୁର ଯେତେବେଳେ ପାରି ହୋଇ ବଳିଦ୍ୱାରକୁ ଭିକାରୀ ହୋଇ ଯାଇଥିଲେ, ସେ ସମୟ କଥା। ଠାକୁର ତିନିବାରେ ଭୂମି ମାଗିଲେ। ଦୁଇ ପାଦ ସ୍ୱର୍ଗ ମର୍ତ୍ତ ଗଲା ପରେ ପାତାଳ ଯେତେବେଳେ ମାଗିଲେ, ନାଭି କମଳର ଉତ୍ପତ୍ତି କଲେ ପାଦ ପ୍ରଭୁ ବିଶ୍ୱସିନ୍ଦାମନ। এই ପାତାଳ ପାଦରେ ବଳିକୁ ନାଭିରୁ ଯେଉଁ ଉତ୍ପତ୍ତି କଲେ ପାଦ, ସେଇ ପାଦରେ ବଳିକୁ ପାଦକୁ ଚାପିଥିଲେ। ବଳି କିନ୍ତୁ ଏତେ ଚାଲା, ସିଏ ପାଦ ଛାଡ଼ିନି, ପ୍ରଭୁଙ୍କର ପାଦକୁ ସେମିତି ଜାବୁଡ଼ି ଧରିଛି। ଧରିଲା ଫଳରେ ବଳିଙ୍କ ସହିତ ପ୍ରଭୁ ମଧ୍ୟ ପାତାଳକୁ ଗଲେ। ଯେତେବେଳେ ଗଲେ, ରାକ୍ଷସରାଜ ବଳି ତାଙ୍କୁ ଦ୍ୱାରପାଳ କରି ରଖିଲେ। ଦ୍ୱାରପାଳ କରି ରଖିବା ଦ୍ୱାରା ସେ ତ ପାତାଳର ରାଜା ହେଲେ, ଦ୍ୱାରପାଳ କରି ରଖିଲେ ପ୍ରଭୁଙ୍କୁ। ଏଣେ ବୈକୁଣ୍ଠପୁରରେ ମା ଲକ୍ଷ୍ମୀ ଚିନ୍ତା କଲେ, ଏ ତ ଯାଇଥିଲେ ବଳିଦ୍ୱାରକୁ, କାହିଁକି କୋଉଥିପାଇଁ ଆସିପାରିଲେନି, ଧୀରେ ଧୀରେ ବିତି ଯାଇଛି। ତାପରେ ମା ସେଠୁ ନିଜେ ବଳିଦ୍ୱାରକୁ ଗଲେ। ଗଲା ପରେ ଯେତେବେଳେ ମାଙ୍କୁ ଦେଖିଲେ ବଳି, ସାଙ୍ଗେ ସାଙ୍ଗେ ମା ବଳିଙ୍କୁ ଭାଇର ସମ୍ବୋଧନ କଲେ। ସମ୍ବୋଧନ କଲେ, ଭାଇ ସମ୍ବୋଧନ କଲା ପରେ ସିଏ ଭଉଣୀ ହେଇଗଲେ ଲକ୍ଷ୍ମୀ। ଲକ୍ଷ୍ମୀ ଭଉଣୀ ହେଇଗଲା ପରେ କିଛି ଦିନ ଗଲା ପରେ ସେଠୁ ଭଉଣୀର ବିବାହ ଉତ୍ସବ ଆୟୋଜନ କଲେ। ଭାଇର କର୍ତ୍ତବ୍ୟ, ତେଣୁ ଭଲ ବରପାତ୍ରଟେ ଖୋଜିଲେ। ଯେତେବେଳେ ଖୋଜି ବିବାହ ସ୍ଥିର କଲେ, ମା ଲକ୍ଷ୍ମୀ କହିଲେ ଯେ ଭାଇ, ଆଉ ମୁଁ ଜଣକୁ ବିବାହ ହେବାକୁ ଚାହେଁ, ତା ଛଡ଼ା ମୁଁ ଅନ୍ୟ କାହାକୁ ବିବାହ କରିବି ନାହିଁ। ବଳି ପଚାରିଲେ, ଭଉଣୀର ଆଶା ପୂର୍ଣ୍ଣ କରିବା ପାଇଁ ତମେ କାହାକୁ ସ୍ଥିର କରିଛ ବିବାହ କରିବା ପାଇଁ? ସିଏ ଠୁକ୍ କହିଲେ ଯେ ସେ ଦ୍ୱାରପାଳ ଯିଏ ଅଛନ୍ତି, ମୁଁ ତାଙ୍କୁ ବିବାହ କରିବି। ତାପରେ ଦ୍ୱାରପାଳକୁ ଭଉଣୀକି ବିବାହ ଦେଲେ। ବିବାହ ଦେଲା ପରେ ଭାଇ ଯେଉଁ ସମ୍ବୋଧନ କରିଥିଲେ, କେମିତି ଭାଇ ହେବେ? ସେଇଠି ଭଉଣୀର ରକ୍ଷାକର୍ତ୍ତା, ଭାଇର ରକ୍ଷାକର୍ତ୍ତା ହିସାବରେ ମହାଲକ୍ଷ୍ମୀ ମା ବଳି ହସ୍ତରେ ରାକ୍ଷୀ ପ୍ରଥମ ବାନ୍ଧିଦେଲେ ସତ୍ୟଯୁଗରେ। ସେଇଠୁ ଉତ୍ପତ୍ତି ହେଇଥିଲା ରକ୍ଷାବନ୍ଧନ। କିନ୍ତୁ ରକ୍ଷାବନ୍ଧନ କେତେ ପବିତ୍ର ଥିଲା। ଜଣେ ପ୍ରତାପୀ ଦକ୍ଷ ରାକ୍ଷସ ରାଜ ବଳି ଜଗତ ଜନନୀ ମାଙ୍କୁ ଭଉଣୀର ସମ୍ମାନ ଦେଇ ଭଉଣୀର ମର୍ଯ୍ୟାଦା ରକ୍ଷା କରିଥିଲେ। କିନ୍ତୁ ଆଜିକାଲିର ଯେଉଁ ରକ୍ଷାବନ୍ଧନ ହେଉଛି, ମୁଁ ଅନୁରୋଧ କରିବି ଓଡ଼ିଶାବାସୀଙ୍କୁ, ସେ ରକ୍ଷାବନ୍ଧନର ଏଇଭଳି ମର୍ଯ୍ୟାଦା ରକ୍ଷା କରି ଯଦି ରକ୍ଷାବନ୍ଧନ ହୁଅନ୍ତା, ତାହେଲେ ସମାଜ ପାଇଁ କିଛିଟା ଶିକ୍ଷଣୀୟ ଏବଂ ଜାଣିବାର ହୁଅନ୍ତା। ଏତିକି କହି ମୁଁ ବିରାମ ନେଉଛି। ମୋର କହିବାର ଉଦ୍ଦେଶ୍ୟ, ମୋର ଚ୍ୟାନେଲଟି ଯଦି ଆପଣଙ୍କୁ ଭଲ ଲାଗିଥିବ, ତାପରେ ଆପଣମାନେ ଟିକେ ଦୟାକରି ସବସ୍କ୍ରାଇବ୍ କରିବେ। ଆଉ ମୋର ଫୋନ୍ ନମ୍ବରଟି ହେଉଛି 9861386151। ଜୟ ଜଗନ୍ନାଥ।